ପ୍ରେମ କରି ବାହା ହୋଇଥିବା ସ୍ତ୍ରୀ ଶ୍ଵେତା ଏକା ସାଙ୍ଗରେ ତିନି ଜଣ ଯୁବକଙ୍କ ସହ ରାତିରେ ଶୋଇଥିବାର ଦେଖି ସ୍ୱାମୀ ସଚିନ ନିଜକୁ କଣ୍ଟ୍ରୋଲ କରିପାରିନଥିଲା। ଆଉ ଶେଷରେ ଯାହା କରିଥିଲା ଆପଣ ଦେଖିଲେ କହିବେ ସତରେ ପ୍ରେମର ଅନ୍ତ କ'ଣ ଏମିତି ବି ହେଇପାରେ? ଜଣେ ଯୁବତୀ ପ୍ରେମ କରି ଜଣକୁ ବାହା ହେବା ପରେ ପୁଣି ଏମିତି କ'ଣ ହେଲା ଯେ ଆହୁରି ଅନ୍ୟ ଯୁବକମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ ହେଲା? ଏ କାହାଣୀ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ପ୍ରେମ କରି ପ୍ରେମିକାକୁ ଫେରାର ତ କରିହୁଏ, କିନ୍ତୁ ସେ ପ୍ରେମିକା ତମର ହେଇକି ରହିବ ତ, ନା ତମ ଅଜାଣତରେ ଆଉ କାହା ସହ ସମ୍ପର୍କ ରଖିବ? ଏ କାହାଣୀ ସେମିତି ଏକ ପ୍ରେମ କାହାଣୀ ଆଜ୍ଞା। ପ୍ରେମ କରି ବାହା ହୋଇଥିବା ପ୍ରେମିକ ପ୍ରେମିକାକୁ ନେଇ ବାହାରେ ଘର ଭଡ଼ା ନେଇ ରହୁଥିଲା। ଆଉ ପ୍ରେମିକ ସେହି ପ୍ରେମିକାକୁ ଖୁସିରେ ରଖିବାକୁ ସବୁଦିନ ଅର୍ଥ ଉପାର୍ଜନ ପାଇଁ ନିଜ କାମରେ ବାହାରି ଯାଉଥିଲା। ହେଲେ ଏପଟେ ପ୍ରେମିକା ଆଉ କାହା ସହ ରୋମାନ୍ସ କରୁଥିଲା। ସେ ପୁଣି ଜଣେ କି ଦୁଇ ଜଣ ନୁହେଁ, ବରଂ ଅନେକଙ୍କ ସହ ସମ୍ପର୍କ ରଖୁଥିଲା। ଏ କାହାଣୀ ହେଉଛି ପ୍ରେମିକ ସଚିନ ଆଉ ପ୍ରେମିକା ଶ୍ଵେତାର। ସଚିନ ଆଉ ଶ୍ଵେତା ଉଭୟଙ୍କୁ ଭଲ ପାଉଥିଲେ, କିନ୍ତୁ ଉଭୟଙ୍କ ପରିବାର ଏମାନଙ୍କ ପ୍ରେମକୁ ସ୍ୱୀକାର କରୁନଥିଲେ। ଶେଷରେ ଉଭୟ ଘରୁ ଲୁଚି ଫେରାର ହେବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦିନେ ରାତିରେ ଘର ଛାଡ଼ି ଫେରାର ବି ହୋଇଯାଇଥିଲେ। ନିଜ ଘରଠୁ ଅନେକ ଦୂରରେ ଏକ ସହରରେ ଭଡ଼ା ଘର ନେଇ ରହିବାକୁ ଲାଗିଲେ। ଉଭୟଙ୍କୁ ପାଇ ବେଶ ଖୁସି ଥିଲେ ବୋଲି ଅନୁଭବ କରୁଥିଲେ। ସଚିନ ଘର ଚଳାଇବାକୁ ଆଉ ପ୍ରେମ କରି ବାହା ହୋଇଥିବା ଶ୍ଵେତାର ସବୁ ଆଶା ଅଭିଳାଷକୁ ପୂରଣ କରିବାକୁ ରୋଜଗାର କରିବା ପାଇଁ ଏକ ଅଟୋ ଭଡ଼ାରେ ନେଇ ଚଳାଇବାକୁ ଲାଗେ। ସେଥିରେ ଯାହା ରୋଜଗାର ହୁଏ ଦୁଇ ପ୍ରାଣୀ କୁଟୁମ୍ବ ବେଶ ଖୁସିରେ ଚଳି ଯାଉଥିଲେ। ସେଦିନ ସଚିନ ହଠାତ୍ ଘରେ ପହଞ୍ଚି ଦେଖେ ତ ଶ୍ଵେତା ଜଣେ କି ଦୁଇ ଜଣ ନୁହେଁ, ପୁରା ତିନି ଜଣ ଯୁବକଙ୍କ ସହ ସମ୍ପର୍କ ରଖୁଛି। ସଚିନକୁ ଦେଖି ସେ ତିନି ଜଣ ଯୁବକ ସେଠୁ ପଳେଇ ଯାଇଥିଲେ। ସେ ଯୁବକମାନେ ହେଲେ ସେହି ବିଲ୍ଡିଂରେ ଭଡ଼ା ନେଇ ରହୁଥିବା କିଛି ଯୁବକ। ସଚିନ ଆଉ ଶ୍ଵେତା ଯେଉଁ ବିଲ୍ଡିଂରେ ଘର ଭଡ଼ା ନେଇ ରହୁଥିଲେ ସେହି ବିଲ୍ଡିଂରେ ଅନେକ ଯୁବକ ବି ଭଡ଼ା ନେଇ ରହୁଥିଲେ। ସବୁଦିନ ସଚିନ ନିଜ କାମରେ ଅଟୋ ଧରି ବାହାରି ଗଲା ପରେ ଶ୍ଵେତା ଏକୁଟିଆ ହେଇଯାଏ। ସେଥିପାଇଁ ସେ ବାଲକୋନିରେ ବୁଲାବୁଲି କରେ। ତାରି ଭିତରେ ଏହି ଯୁବକମାନଙ୍କ ସହ କଥାବାର୍ତ୍ତା ଆଉ ମିଶିବା ଆରମ୍ଭ କରେ। ୟାରି ଭିତରେ ଯୁବକମାନଙ୍କୁ ଘରକୁ ଡାକି ତାଙ୍କ ସହ ପାପ ସମ୍ପର୍କ ରଖିବା ଆରମ୍ଭ କରିଦିଏ। ସଚିନ ସବୁଦିନ ଘରୁ ବାହାରି ଗଲା ପରେ ଶ୍ଵେତା ନିଜ ପ୍ରେମିକମାନଙ୍କୁ ଘରକୁ ଡାକେ। ସେଦିନ କିନ୍ତୁ ଶ୍ଵେତାର ସବୁ କାରନାମା ସଚିନ ଦେଖିବା ପରେ ନିଜକୁ ବିଶ୍ୱାସ କରିପାରୁନଥିଲା। ସେ ଯାହାକୁ ଏତେ ଭଲ ପାଉଥିଲା, ଇଏ କ'ଣ ସେଇ ଶ୍ଵେତା? ସେ ଯାହାକୁ ନିଜର କରିବାକୁ ଘର ପରିବାର ଛାଡ଼ିଲା, ଇଏ କ'ଣ ତାର ସେଇ ପ୍ରେମିକା ଶ୍ଵେତା? ଯାହାକୁ ଖୁସିରେ ରଖିବାକୁ ଦିନ ରାତି ଏକ କରି କାମ କରୁଥିଲା, ଇଏ କ'ଣ ସେଇଟା ମନର ମାନସୀ ଅଳସୀ ପ୍ରିୟା ସେଇ ଶ୍ଵେତା? ସହିପାରିଲାନି, ରାଗରେ ଏମିତି ପିଟିଲା ଯେ ଶେଷରେ ନିଜ ହାତରେ ନିଜ ଧୋକେବାଜ ପ୍ରେମିକାର ଜୀବନ ଚାଲି ଯାଇଥିଲା। ଆଉ ତା ଆଖି ଆଗରେ ନିଜ ପ୍ରେମିକା ଛଟପଟ ହେଇ ମରିବା ପରେ ନିଜକୁ ପୋଲିସ ଆଗରେ ସରେଣ୍ଡର କରି ସବୁ କାହାଣୀ ଗୋଟି ଗୋଟି କରି ବଖାଣିଥିଲା। ହେଲେ ସତରେ କ'ଣ ଜଣେ ପ୍ରେମିକ ଧୋକା ଖାଇବା ପରେ ଏତେ ପ୍ରତିଶୋଧ ପରାୟଣ ହେଇଯାଇପାରେ ଆଉ ନିଜ ପ୍ରେମିକାର ଜୀବନ ନେଇଯାଇପାରେ? କ'ଣ ଭାବୁଛନ୍ତି? ସଚିନ ନିଜ ପ୍ରେମିକା ଶ୍ଵେତାକୁ ଏମିତି ଅବସ୍ଥାରେ ଦେଖି ତାକୁ ପିଟି ପିଟି ଜୀବନ ନେଇ ଠିକ୍ କରିଛି ନା ଭୁଲ କରିଛି? ଯଦି ଭୁଲ କରିଛି ତେବେ ତାକୁ କେମିତି ଦଣ୍ଡ ମିଳିବା ଦରକାର? ଯଦି ଏଭଳି ଧୋକେବାଜ ପ୍ରେମିକାର ଜୀବନ ନେଇ ଠିକ୍ କରିଛି ତେବେ ଆପଣ ଚିନ୍ତା କରନ୍ତୁ। ବିଚାର ଆପଣଙ୍କର। ହଁ, ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।